ଯଦି ରାଜ୍ୟସଭାରେ ବିଜେଡ଼ିର ରାଜ୍ୟସଭା ସାଂସଦ ମାନେ ତାଙ୍କ ବିବେକ ହିସାବରେ ଭୋଟ ଦେଲେ ତାହେଲେ ମୁଁ ଡାଇରେକ୍ଟ ପ୍ରଶ୍ନ କରୁଛି ସେଇ ରାଜ୍ୟସଭା ସାଂସଦମାନଙ୍କୁ, ଆଗକୁ ପଞ୍ଚାୟତ ଇଲେକ୍ସନ୍ ଆସୁଛି, ଆପଣମାନେ ଆପଣମାନଙ୍କ କର୍ମୀକୁ କହିବେ କି ଆପଣମାନଙ୍କ ବିବେକ ଅନୁସାରେ ଭୋଟ ଦେବେ କି? ନା ଏକଥା କହିବେ କେବଳ ଆମ ଦଳକୁ ଭୋଟ ଦିଅନ୍ତୁ? ଯଦି ଆପଣଙ୍କର ସୁବିଧା ପାଇଁକା ଇଡି ସିବିଆଇ ଭୟରେ ଯଦି ଆପଣଙ୍କ ସୁବିଧା ପାଇଁକା ବିଜେପିକୁ ସମର୍ଥନ କରୁଛନ୍ତି, ତାହେଲେ ଗ୍ରାଉଣ୍ଡ ଲେଭେଲରେ ଥିବା କର୍ମୀମାନଙ୍କୁ କାହିଁ ଆପଣ ଏମିତି ଲୋକହସା କରୁଛନ୍ତି କି ଜିଦାଜିଦି କରୁଛନ୍ତି, ତାଙ୍କ ଭିତରେ ମାରପିଟ ହୁଅନ୍ତି ଏଠି ବିଜେପି କର୍ମୀମାନଙ୍କ ଭିତରେ, କଂଗ୍ରେସମାନଙ୍କ ଭିତରେ? କ'ଣ ପାଇଁକା? କେବଳ ଆପଣମାନଙ୍କ ସ୍ୱାର୍ଥ ପାଇଁକା ବିଜେପିର ଶରଣ ପଶିଲେ, କିନ୍ତୁ କର୍ମୀମାନେ ସେଥିରୁ କ'ଣ ଶିଖିଲେ? ଯଦି ଆପଣଙ୍କ ସ୍ୱାର୍ଥ ପାଇଁକା ବିଜେପିରେ ସାମିଲ ହେଇଗଲେ, ତାହେଲେ କର୍ମୀ କ'ଣ ପାଇଁ ସାମିଲ ହେବେନି? ମୋର ତ ସେଇ କର୍ମୀମାନଙ୍କୁ ଡାଇରେକ୍ଟ ପ୍ରଶ୍ନ, ଆପଣଙ୍କ ନେତାମାନେ ଯଦି ସୁବିଧା ଚାହୁଁଛନ୍ତି, ଆପଣ କାହିଁକି ସୁବିଧା ଚାହୁଁନାହାନ୍ତି? ଆପଣମାନେ କାହିଁକି ଝଗଡ଼ା କରିବେ?